ସାଙ୍ଗମାନେ ଆପଣ ଯାହା ଦେଖିପାରୁଥିବେ ମୁଁ ରୋଷେଇ ଷ୍ଟାର୍ଟ କରୁଛି। ରୋଷେଇ ଷ୍ଟାର୍ଟ କରିକି ରାତିରେ ଭାବିଲି କି ମୁଁ ଟିକେ କାଲି ଯେହେତୁ 2 ଦିନ ହେଲା ଟିକେ ଆଇଁଷ ହେଇଯାଇଥିଲା, ଭାବେ ଟିକେ ସାଧା ଖାଇବି। ତାପରେ ମୁଁ ଡାଲି ବି ରାତିରେ ଭେଦେଇ ଦେଇଥିଲି। ତାପରେ କଦଳୀ ଭଜା ନେଇ ଆସିଲି, କଦଳୀ କିଣିକି ନେଇ ଆସିଲି। ମୁଁ କହିଲି ଭଜା କରିବି। ତାପରେ କ'ଣ ହେଲା, ଫାଷ୍ଟ ମୁଁ କହିଲି ଭଜାଟା କରିଦେବି, ତାପରେ ଆଉ ଇଚ୍ଛା ହେଲାନି ଡାଲି କରିବାକୁ। ତାପରେ ସେଇ ଯେଉଁ ଭଜା ଦିହରେ ଡାଲିଟାକୁ ପକେଇଦେଲି। ସେ କ'ଣ ହେଉଛି, ଡାଲମା ହେଉଛି କି ଡାଲି ହେଉଛି କି ଭଜା ହେଉଛି, ମୁଁ କିଛି ଜାଣିପାରୁନି। ତାକୁ ପଖାଳ ସାଙ୍ଗରେ ଖାଇବି ନା ଗରମ ସାଙ୍ଗରେ ଖାଇବି ସେଟା ହିଁ ବୁଝିପାରୁନି। ହେଲେ ରୋଷେଇ ଚାଲିଛି, ଦେଖାଯାଉ କେତେବେଳେ କ'ଣ ସରୁଛି। ଏଟା କ'ଣ କେଉଁ ଭଳିଆ ଆଇଟମ୍ ବି ମୁଁ ବୁଝିପାରୁନି। କ'ଣ ଚାଲିଛି ଭାଇ, ଡାଲି ନା ଡାଲମା ନା ଭଜା